ଓଲଟିଲା ବିଦେଶୀ ମଦ ବୋଝେଇ ଗାଡ଼ି। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବିଦେଶୀ କିଙ୍ଗଫିଶର ମଦ ବୋଝେଇ 10 ଚକିଆ ଗାଡ଼ି। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲ୍ପର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଥାନା ଅନ୍ତର୍ଗତ ହରିହର ଭେଟ ଛକ ନିକଟରେ। ପରେ ଅନ୍ୟ ଏକ ଗାଡ଼ିକୁ ମଦପେଟିଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଅନଲୋଡ଼ କରାଯାଇ ଲୋଡ଼ କରାଯାଇଛି। ମଦ ବୋଝେଇ ଗାଡ଼ିଟି ଅନୁଗୁଳ ଜିଲ୍ଲାରୁ ଖୋର୍ଦ୍ଧା ମଦ ଡିପୋକୁ ଯାଉଥିବା ବେଳେ ଓଲଟି ପଡ଼ିଥିଲା ବାଙ୍କୀ ବଜାରଠାରୁ ଅଳ୍ପ ଦୂର ହରିହର ଭେଟଠାରେ। ବର୍ଷା ଯୋଗୁଁ ରାସ୍ତା ଦବିବାର କାରଣ ହେଉ ବା ଅନ୍ୟ କୌଣସି କାରଣରୁ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପହଞ୍ଚିଛି ବାଙ୍କୀ ପୋଲିସ। ଉଦ୍ଧାର କାର୍ଯ୍ୟ ପରେ ଖୋର୍ଦ୍ଧା ଡିପୋକୁ ଯିବ ବୋଲି ବାଙ୍କୀ ଅବକାରୀ ଅଧିକାରୀଙ୍କ ସୂଚନା ମିଳିଛି। ଆପଣଙ୍କ ନାଁ କ'ଣ? ଘର? ଆଚ୍ଛା, କ'ଣ ଗାଡ଼ି ଆଜି ଓଲଟି ପଡ଼ିଛି ଏଠି? ବାଟରେ ଗାଡ଼ି ଯାଉଥିଲା, କାଦୁଅକୁ ଭିଡ଼ି ନେଲା ବିଲ କରକୁ ଲୋଡ଼ି ପଡ଼ିଛି ଆଉ। ଗାଡ଼ିରେ କ'ଣ ଯାଉଥିଲା? ମଦ ଯାଉଥିଲା ଦିଅର। ଆଚ୍ଛା, କାହାର କ'ଣ କ୍ଷତି ହେଇଛି? ନାଇଁ କିଛି ହେଇନି କାହାର। ଆଚ୍ଛା, ଡ୍ରାଇଭର ହେଲ୍ପର ଭଲ ଅଛନ୍ତି? ହଁ, ସବୁ ଭଲ। ଆଚ୍ଛା, ଗାଡ଼ିରେ ଖାଲି ମଦ ନା ଆଉ କ'ଣ? ନାଇଁ ଆଉ କିଛି ନାହିଁ, ଏଇ ମଦ ଦିଅର ଥିଲା। ଆଚ୍ଛା, କେତେ ରାତିରେ ଓଲଟିଲା? ଏଇ 1-2 ରାତି ହେବ, 1 ରାତି ହେବ ଆଉ। ଆଚ୍ଛା, ଆପଣମାନେ କେତେବେଳେ ଦେଖିଲେ? ଆମେ ସକାଳୁ ଦେଖିଲୁ। ବାଙ୍କୀରୁ ସଞ୍ଜୀବାନନ୍ଦନଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।